ଆଜିର ଏହି ପବିତ୍ର ଦିବସରେ ଉପସ୍ଥିତ ଥିବା ମୋର ପିଲାମାନେ ଏବଂ କୁନି କୁନି ପିଲାମାନେ, କାରଣ ପିଲା ଯେତେ ବଡ଼ ହେଲେ ବି ସିଏ ମା ଆଗରେ ସଦାବେଳେ ଛୋଟ ହେଇଥାଏ। ଆଉ ମାର ମମତା, ପିଲାର ସ୍ନେହ, ଇଏ ବୋଧେ ଭଗବାନଙ୍କର ଗୋଟେ ଚିରନ୍ତନ ସତ୍ୟ। ଜନ୍ମ ଏବଂ ମୃତ୍ୟୁ ଏହା ହେଉଛି ମହାକାଳ ପାଣ୍ଡୁଲିପିରେ ଦୁଇଟି ବିନ୍ଦୁ, ଆଉ ତାକୁ ସଂଯୋଗ କରୁଥିବା ସରଳ ରେଖାଟିର ନାମ ହେଉଛି ଜୀବନ। ମଣିଷ ଜୀବନ ସବୁଠୁ ଶ୍ରେଷ୍ଠ ଜୀବନ। ଯେମିତି ଆମର ପୂର୍ବପୁରୁଷମାନେ କହିଛନ୍ତି, ଶୁଦ୍ଧତା ଯାର ଚିର ସହସର, ତାର କିରା ଅଛି ଭୟ, ଶୁଦ୍ଧ ସାଧକ ଜୀବନରେ କେବେ ଲଭେ ନାହିଁ ପରାଜୟ। ଆତ୍ମସମୀକ୍ଷା, ଆତ୍ମଶୁଦ୍ଧି, ଏହା ହେଉ ଆମ ମହାବ୍ରତ। ଆସୁରେ ଦୁଃଖ, ଆସୁରେ ଝଞ୍ଜା, ଦୃଢ଼ ରହିଥାଉ ଆମ ବ୍ରତ। ପିଲାମାନେ, ଏଇ ଯୁବପିଢ଼ିକୁ ମୁଁ ମୋର ଉଦ୍ବେଗର ସହିତ କରୁଛି। ସେମାନେ ହେଉଛନ୍ତି ଭବିଷ୍ୟତର ନାଗରିକ। ସେମାନଙ୍କର ଯେମିତି ଗୋଟିଏ ମାଟି ପିଣ୍ଡୁଳାକୁ କୁମ୍ଭାର ଯେଉଁ ପ୍ରକାର ଗଢ଼ି ତୋଳିଥାଏ, ସେହି ପ୍ରକାର ଏଇ ପିଲାମାନଙ୍କୁ ଗୁରୁହିଁ ଶିକ୍ଷା ଦେଇ ଅସତ୍ ରାସ୍ତାରୁ ସତ୍ ରାସ୍ତାକୁ ଆଣିଥାନ୍ତି। ତେଣୁ ମୁଁ କହିବି ଯେ ଶୁଦ୍ଧତା ଯାର ଚିର ସହଚର, ତାର କିରା ଅଛି ଭୟ, ଶୁଦ୍ଧ ସାଧକ ଜୀବନରେ କେବେ ଲଭେ ନାହିଁ ପରାଜୟ। କେହି ରହି ନାହିଁ ରହିବେ ନାହିଁ ତ ଭବ ରଙ୍ଗଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ ତଳ ବଳେ। ତେଣୁ ସେ ପିଲାମାନେ, ତମେମାନେ, ମତେ ଯେମିତି ଲାଗେ ମୋ ପୁଅ ଝିଅ ନଥିଲେ ବି ପାଖରେ ମତେ ଲାଗେ ଯେମିତି ମୋ ଚାରିପଟେ ମୋ ପିଲାମାନେ ଘୁରି ବୁଲୁଛନ୍ତି। ଆଉ ସେଇମାନଙ୍କର ସତ୍ତା ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ। ତମକୁ ଆଉ, ତମେ ତ ରାଧାକୃଷ୍ଣଙ୍କ ବିଷୟରେ ଜାଣିଛ, ତମକୁ ଆଉ ଛୋଟ ପିଲାଙ୍କୁ ମଧ୍ୟ ସେ ବିଷୟରେ ବୁଝେଇବି। କିନ୍ତୁ ଗୋଟିଏ ସତ୍ ରାସ୍ତାରେ ଯଦି ଆମେ ନିଜକୁ ନିୟୋଜିତ କରିପାରିବା, ତାହେଲେ ଆମେ ନିଜକୁ ଧନ୍ୟ କରିପାରିବା ଏବଂ ଗୁରୁ ହିସାବରେ ବି ଆମେ ନିଜକୁ ଧନ୍ୟ ମନେ କରିବା। ଏତିକି କହି ମୁଁ ସମ୍ମାନ କରିପାରିବି।